କଥା ଆମର ଗୋଟେ ଅଛି, କଥାରେ କହନ୍ତି ଯାହି ରାମ ତାହି ଅଯୋଧ୍ୟା। ଅର୍ଥାତ୍ ପ୍ରତ୍ୟେକ ଘଟରେ ରାମ ବିରାଜମାନ କରିଛନ୍ତି, କିନ୍ତୁ ଏ ମଣିଷ ସମାଜ ତାହା ଜାଣିପାରେ ନାହିଁ। ତେଣୁ ମୋର କହିବା କଥା, ଯଦି ଆମେ ଅନ୍ତସ୍ଥ ହେବା ତାହେଲେ ଆମେ ଏ କଥା ଜାଣିପାରିବା। ତେଣୁ ଆମକୁ ସେଥିପାଇଁ ଯୋଗୀ ହେବା ପାଇଁ ପଡ଼ିବ, ଧ୍ୟାନରେ ବସିବା ପାଇଁ ପଡ଼ିବ। ଆପଣ ଜାଣିଛନ୍ତି ଗୌତମ ବୁଦ୍ଧ ଧ୍ୟାନରେ ମଗ୍ନ ରହି ସେ ବୋଧିତ୍ୱ ପ୍ରାପ୍ତ କରିଥିଲେ, ଯେଉଁ ଧର୍ମ କି ସାରା ପୃଥିବୀରେ ମଧ୍ୟ ବ୍ୟାପ୍ତ ହୋଇଛି। ତେଣୁ ଆଜି ସେହି ଯୋଗ ବଳରେ ଆମେ ଦୁନିଆକୁ ମଧ୍ୟ ଜିତିପାରିବା। ଯେମିତିକି ମହାଭାରତରେ ଆମର ଯେଉଁ ଅନ୍ଧ ରାଜା ଧୃତରାଷ୍ଟ୍ର, ତାଙ୍କର ମନ୍ତ୍ରୀ ଯେଉଁ ଥିଲେ ସଞ୍ଜୟଙ୍କୁ ଏଇ ଯେଉଁ ଶିକ୍ଷା ମିଳିଥିଲା, ବା ସେମାନେ ଯେଉଁ ପ୍ରକାର ଯୋଗ ହାସଲ କରିକି ସେମାନେ ନିଜର ସତ୍ୟତାକୁ ହାସଲ କରିପାରିଥିଲେ, ସେ ଯୁଦ୍ଧର ବିବରଣୀ ଯେତେବେଳେ ଧୃତରାଷ୍ଟ୍ର ପଚାରିଥିଲେ, ସେ ମଧ୍ୟ ସେଇ ଜାଗାରେ ଯୋଗ ଧ୍ୟାନରେ ବସି ସମଗ୍ର ଯୁଦ୍ଧର ବିବରଣୀ ତାଙ୍କ ପାଖରେ ଗୋଟି ଗୋଟି କରି ଉପସ୍ଥାପନ କରିଥିଲେ। ଆମର କବୀର ଦାସ ମଧ୍ୟ କହିଛନ୍ତି ଯେ କସ୍ତୁରୀ କୁଣ୍ଡଲି ଢୁଣ୍ଡେ ବନ ମାହି, ऐसी ଘଟି ଘଟି ରାମ ହେଁ ଦୁନିଆ ଦେଖେ ନାହିଁ। ବାସ୍ତବରେ ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି। ଆମେ ଯେହେତୁ ଜଣେ ମଣିଷ, ସମସ୍ତଙ୍କ ପାଖରେ ଭଗବାନ ବିରାଜମାନ କରିଛନ୍ତି। ଯେମିତି କସ୍ତୁରୀ କୁଣ୍ଡଲି ଢୁଣ୍ଡେ ବନମାହି, ଅର୍ଥାତ୍ ମୃଗ ନାଭିରେ କସ୍ତୁରୀ ଅଛି, କିନ୍ତୁ ସେ ଜାଣିପାରେ ନାହିଁ କେଉଁଠି କସ୍ତୁରୀ ଅଛି ବୋଲି। ସେ ଯେମିତି ଜଙ୍ଗଲ ସାରା ଭ୍ରମିଥାଏ, ସେହିଭଳି ଆମେ ବର୍ତ୍ତମାନ ଏ ସମାଜର ମଣିଷ ଦୁନିଆ ଭ୍ରମୁଛି ଭଗବାନଙ୍କୁ ଖୋଜିବା ପାଇଁ, କିନ୍ତୁ ନିଜେ ଜାଣିବା ଦରକାର ଯେ ତା ପାଖରେ ଭଗବାନ ସ୍ୱୟଂ ଅଛନ୍ତି। ସେଥିପାଇଁ ଆପଣମାନେ ଯୋଗ ଲାଇନକୁ ଆସନ୍ତୁ, ଯୋଗ କରନ୍ତୁ, ଆତ୍ମସ୍ଥ ହୁଅନ୍ତୁ। ଆତ୍ମସ୍ଥ ହେଲେ ଆପଣଙ୍କର ତୃତୀୟ ନୟନ ଖୋଲିବ। ଯେମିତି ସଞ୍ଜୟଙ୍କର ତୃତୀୟ ନୟନ ମାଧ୍ୟମରେ ଯୋଗ ଧ୍ୟାନରେ ସେ ମହାଭାରତର ବିବରଣୀକୁ ପ୍ରକାଶ କରିପାରିଥିଲେ, ସେହିଭଳି ଆପଣମାନେ ମଧ୍ୟ ହେଇପାରିବେ। କିନ୍ତୁ ସେଥିପାଇଁ ନିଷ୍ଠା ଦରକାର, ସେଥିପାଇଁ ସୁଷମ ଖାଦ୍ୟ ଦରକାର। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଆମେ ସବୁ ପ୍ରକାର ଅଖାଦ୍ୟକୁ ଖାଉଛନ୍ତି, ଯେମିତି ପିଜା, ବର୍ଗର, ଏସବୁ ଖାଦ୍ୟ ଛୋଟ ପିଲାମାନଙ୍କୁ ଦେଉଛନ୍ତି, ଫାଷ୍ଟଫୁଡ୍ ଦେଉଛନ୍ତି, ଯଦ୍ୱାରା ସେମାନେ ଛୋଟବେଳୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯଦ୍ୱାରା ତାଙ୍କର ଭବିଷ୍ୟତ ନଷ୍ଟ ହୋଇଯାଉଛି। ମୁଁ ଦେଖିଛି ଅନେକ ଛୋଟ ଛୋଟ ପିଲା ବର୍ତ୍ତମାନ ବିଭିନ୍ନ ମାରାତ୍ମକ ରୋଗରେ ସେମାନେ ଆକ୍ରାନ୍ତ ରହୁଛନ୍ତି। ତେଣୁ ସମସ୍ତ ଅଭିଭାବିକାମାନଙ୍କୁ ମୁଁ ଅନୁରୋଧ କରିବି ଯେ ଏଥିରୁ ପିଲାମାନଙ୍କୁ ନିବୃତ୍ତ କରାନ୍ତୁ ଏବଂ ନିଜେ ପ୍ରସ୍ତୁତ କରି ସେମାନଙ୍କୁ ଯଦି ଫାଷ୍ଟଫୁଡ୍ ଦେବେ, ତାହେଲେ ନିଶ୍ଚିତ ଭାବରେ ସେମାନେ ଭବିଷ୍ୟତରେ ଭଲ ମଣିଷ ହେବେ, ନିରୋଗ ହେବେ, ସୁସ୍ଥ ଜୀବନଯାପନ କରିବେ। ଏବଂ ପ୍ରତ୍ୟେକଙ୍କୁ ଯୋଗ ଶିଖିବା ପାଇଁ ସୁଯୋଗ ଦିଅନ୍ତୁ। ପ୍ରତ୍ୟେକ ଯୋଗ କରନ୍ତୁ। ଯୋଗ କଲେ ଆମେ ନିରୋଗ ରହିବା। ସ୍ୱାମୀ ରାମଦେବଜୀ ତେଣୁ ସାରା ପୃଥିବୀକୁ ବର୍ତ୍ତମାନ ଯୋଗ ଶିକ୍ଷା ଦେଉଛନ୍ତି। ମୁଁ ମଧ୍ୟ ଆଜି ଯୋଗ ଶିକ୍ଷାର ଜଣେ କେନ୍ଦୁଝର ଜିଲ୍ଲା ପ୍ରଭାରୀ ହିସାବରେ କାର୍ଯ୍ୟରତ ଅଛି ଏବଂ ମୁଁ ସମସ୍ତଙ୍କୁ ଆହ୍ୱାନ କରିବି, ତୁମମାନେ ସମସ୍ତେ ଯୋଗ କର ଏବଂ ଗୋମାତାର ସେବା କର ଏବଂ ଯଜ୍ଞ କର। ଏଇ ତିନୋଟି ଯଦି ଆମେ କରିବା, ତେବେ ଆମର ଜୀବନ ନିରାମୟ ହେବ, ସୁସ୍ଥ ହେବ ଏବଂ ପରିବେଶ ମଧ୍ୟ ମଙ୍ଗଳମୟ ହେବ। ଏଥିରେ ସନ୍ଦେହ କରିବାର କିଛି ନାହିଁ। आगे एवं सठिक न्यूज पाइबा आपणकर नंबर 1 चैनल वर्ल्ड न्यूज को सब्सक्राइब करी रखि था।